ଆପଣ ଯାହା ବି ୟୁଟ୍ୟୁବ ରେ ଛାଡୁଛନ୍ତି ତାହା ମୁଁ ଦେଖୁଛି। ହଁ ଆଉ ମୁଁ ଯାହା ଚାହୁଁଥିଲି ଆଜି କି ପାଖାପାଖି 30 ବର୍ଷ ହେଲା ସେଇଟା ପାଇଛି ଆଜି। ବାଃ ଆଜି ନୁହଁ ମାସେ ହେଲାଣି ପାଇଛି। ବାଃ ଆଉ ମୁଁ ଖାଲି ଗୋଟେ ଜିନିଷ କହିବାକୁ ଚାହୁଁଛି ଆପଣ ଯାହା କହୁଛନ୍ତି ସେଟାକୁ ମୁଁ ମୋର ନିଜେ କରିପାରିବି? କରିପାରିବ? ହଁ ମୁଁ ଆପଣଙ୍କୁ ପଚାରୁଛି ମୁଁ ନିଜେ କରିପାରିବି ଆପଣ ନା ଯାହାବି ସାଧନା କହୁଛନ୍ତି? ବିନା ଗୁରୁରେ ହେଉ ଦବ କାହୁଁ ହୋଇବ ସଦ ଭାବ। ତମେ ଗୁରୁଙ୍କର ଗାଇଡାନ୍ସ ନ ନେଲେ ଆଜ୍ଞା ଥିଓରି ଗୋଟେ ଅଲଗା ଜିନିଷ, ପ୍ରାକ୍ଟିକାଲ ଗୋଟେ ଅଲଗା ଜିନିଷ। ଆଜ୍ଞା ଆମେ ପ୍ରାକ୍ଟିକାଲ କୋଉଠୁ କହୁଛ କୋଉଠୁ? ମୁଁ ଆଜ୍ଞା ଖୋର୍ଦ୍ଧାରୁ କହୁଛି। ଖୋର୍ଦ୍ଧାରୁ ନା କରିପାରିବନି। ତମେ ଏଠି ଆସିଲେ ଆମେ ବତେଇଦମୁ ତମେ କରିବ। ଠିକ ଅଛି ଠିକ ଅଛି ହଁ ଆଉ ଦ୍ଵିତୀୟ କଥା ହଉଛି ଆଜ୍ଞା ଗୋଟେ ପ୍ରଶ୍ନ ଯେ ମୁଁ ଏଇ ତ ଆଧ୍ୟାତ୍ମିକ ମାର୍ଗରେ ପାଖାପାଖି ମୁଁ ପିଲାଦିନୁ ରହିଲିଣି। ଯେତେବେଳେ ପଞ୍ଚମରେ ପଢୁଥିଲି ସେତେବେଳେ ରାତିରେ ଯେତେବେଳେ ପରିସ୍ରା କରିବାକୁ ଉଠେ ସେତେବେଳେ ମୁଁ ଭାବେ ମୁଁ କୋଉଠି ଥିଲି ଆଉ ମଲା ପରେ କୁଆଡେ ଯିବି। ଏଇ ଭାବନା ଟା ସଦାବେଳେ ଆସେ ଆଉ ଡରି ଡରି ବି ମୁଁ ଶୁଏ। ଆଚ୍ଛା ତ ଭଲ କଥା ପୂର୍ବ ସଂସ୍କାର ଅଛି ତମର। ହଁ ମୁଁ ତ ଜାଣିନାହିଁ ଏଇଟା ଏପର୍ଯ୍ୟନ୍ତ ବି ଚାଲିଛି। ହୁଁ ମଲା ହୁଁ ପରେ କୁଆଡେ ଯିବି ହୁଁ ଆଉ ମୁଁ ଆସିଛି କୋଉଠୁ। ହୁଁ ଏଇଟା ହୁଁ ମୁଁ ବହୁତ ଡରିଛି ମୁଁ ଛୋଟ ପିଲା ବେଳେ। ହୁଁ ହୁଁ ତ ଏବେ ମୋର ଗୋଟେ ପ୍ରଥମ ଜିନିଷ ମୁଁ ଆଧ୍ୟାତ୍ମିକ ମାର୍ଗକୁ ଯାଉଛି ଯାହା ଯେମିତି କରିବା କଥା କରୁଛି। କିନ୍ତୁ ହୁଁ ଏବେ ଯୋଉ ସାମାଜିକ ପରିସ୍ଥିତିରେ ମୁଁ ପଡୁଛି ରହୁଛି ହୁଁ ମୁଁ ଯେତେ ଭଲ କାମ କଲେ ବି ମୋ ପାଖକୁ ସବୁ ସମସ୍ତେ ଖରାପ କହୁଛନ୍ତି ପ୍ରଥମ ଜିନିଷ। ହୁଁ ଆଉ ସେ ଖରାପ ଜିନିଷଟାକୁ ଯେତେବେଳେ ମୁଁ ଆଭଏଡ କରିବାକୁ ଚେଷ୍ଟା କରୁଛି ସେଇଟା ଆଭଏଡ କରିପାରୁନାହିଁ। ହୁଁ ସେ କଥାଟା ଶୁଣ ସେତିକି ରଖ। ଗୋଟେ କଥା ଅଛି ମତେ ପ୍ରଶ୍ନ ପଚାରିଲେ ଗୋଟେ ପ୍ରକାରର ଆଉ ଗୋଟେ ପ୍ରକାରର କଥା କହୁଛ। ସେଇଟା ହେଲା ଭୋଗ ମାର୍ଗ କଥା କହୁଛ ଯୋଗ ମାର୍ଗ କଥା ପ୍ରଥମେ କହିଥିଲ। ଆଜ୍ଞା ତେଣୁ ତମେ ଯୋଉ କଥା କହୁଛ ଆଭଏଡ କରିବା ପାଇଁ ଚାହୁଁଛ କରିପାରୁନା ବୁଝିଲ ସେଇଟା ହଉଛି ତମର ମାନେ ଅଜ୍ଞାନତା। ଆଜ୍ଞା ଦେଖ ମୁଁ ବୁଝେଇ ଦଉଛି ଗୋଟେ ସ୍ତ୍ରୀ ଲୋକ ବୁଝିଲ ଆଜ୍ଞା ସିଏ ଜାଣୁଛି ଗର୍ଭ କଷ୍ଟ ଟା କେତେ ଗର୍ଭ ଯନ୍ତ୍ରଣା ଟା କେତେ ଆଜ୍ଞା କିନ୍ତୁ ତଥାପି ସେ ପୁଣି ସେଇଥିରେ ପଡୁଛି ଆଭଏଡ ହୁଁ କରିପାରୁନି ହୁଁ କାହିଁକି ନା ଏଇଟା ତାର ଅଜ୍ଞାନତା। ହୁଁ ହୁଁ ବୁଝିପାରିଲ ନା ଆଜ୍ଞା ସେମିତି ତମେ ଯାହାକୁ ଆଭଏଡ କରିବା ପାଇଁ ଚାହୁଁଛ ତମ ମାଇଣ୍ଡ ଟା ଷ୍ଟ୍ରଙ୍ଗ ହଉନି। ଆଜ୍ଞା ଆଜ୍ଞା ଠିକ କଥା ତମେ ଯଦି ଷ୍ଟ୍ରଙ୍ଗ ଡିଟରମିଣ୍ଡ ହେଇଯିବ ସେଗୁଟା ଅଟୋମେଟିକ କୁଆଡେ ପଳେଇବ। ମନ ଟା ଷ୍ଟ୍ରଙ୍ଗ କରିପାରୁନା ତାପରେ ଲୋଭ ମୋହ ଆସକ୍ତି ଅନ୍ୟମାନଙ୍କ ପ୍ରତି ରହିଛି ଯୋଉଥିରେ କି ତାଙ୍କ ସ୍ନେହ ମମତା କାଟି ପାରୁନା ଯୋଉଥିରେ କି ସେ କଥାଟାକୁ ଆଭଏଡ କରିପାରୁନା। ଆପଣ ଯାହା କହୁଛନ୍ତି ଠିକ କଥା କିନ୍ତୁ ମୁଁ ଖାଲି କହୁଛି ଯେ ଅଫିସ ମୁଁ ମନେକର ଅଫିସରେ ମନେକର ରହିଲି ଗୋଟେ ଉଦାହରଣ ଦଉଛି ହୁଁ ମୁଁ ସବୁ କରୁଛି ମୋ ନାଁରେ ପ୍ରଥମ ଜିନିଷ ନେଗେଟିଭ ହଉଛି ମୁଁ ସେଇମାନେ ପଠଉଛନ୍ତି ସେଇମାନଙ୍କ କାମ କରୁଛି ହୁଁ ସେଇମାନେ ହିଁ ମତେ ନେଗେଟିଭ କରୁଛନ୍ତି। ମୁଁ ଚାହୁଁଛି ଯେ ସେ ନେଗେଟିଭକୁ ଛାଡି ମୁଁ ମୋର ନିଜର ହୁଁ ଆଧ୍ୟାତ୍ମିକ ଉନ୍ନତି ଶାରୀରିକ ଉନ୍ନତି ଏବଂ ହୁଁ ମୋର ଆର୍ଥିକ ଉନ୍ନତି ପ୍ରତି ମୁଁ କେମିତି ଧ୍ୟାନ ଦେବି। ହୁଁ ଠିକ ତ ଠିକ ଯେ ଗୋଟେ କଥା ଶୁଣ ଆଜ୍ଞା ଯୋଉମାନେ ତମର ନେଗେଟିଭ ଚିନ୍ତାଧାରାରେ ଯାଉଛନ୍ତି ହେଲା ଆଜ୍ଞା ତମେ ଯଦି ତାଙ୍କ ପାଖରୁ ଓହରି ଆସିବ ସିଏ ତମର ଶତ୍ରୁ ହେଇଯିବେ। ଆଜ୍ଞା ଅଟୋମେଟିକ ଶତ୍ରୁ ହେଇଯିବେ ତେଣୁ ଆଜ୍ଞା ସେ ଜାଗାରେ ଟେକ୍ନିକ ଦରକାର। ହୁଁ କୋଉ ଟେକ୍ନିକ ଅବଲମ୍ବନ କଲେ ସାପ ମରିବନି ବାଡି ଭାଙ୍ଗିବନି। ଆଜ୍ଞା 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 ସେଇ ଆଜ୍ଞା କୌଶଳ ଟା ଯଦି ଜାଣିପାରିବ ଆଜ୍ଞା ତାହେଲେ ସେମାନେ ସନ୍ତୁଷ୍ଟ ଆମେ ବି ସନ୍ତୁଷ୍ଟ କିନ୍ତୁ ଜଣେ ଜଣେ ଅଛନ୍ତି ତମକୁ ଇଲିଗାଲ କାମ କରିବା ପାଇଁ ବାଧ୍ୟ ବି କରିବେ। ଆଜ୍ଞା ବା ତମେ ଯଦି ସେ କାମ ନ କରିବ ତମକୁ ମାରିଦବାର ବି ଧମକ ଦେବେ। ଆଜ୍ଞା ଏମିତି ବହୁତ କେସ୍ ଆସିଲାଣି ମୋ ପାଖକୁ ଆଜ୍ଞା କିନ୍ତୁ ସେ କ୍ଷେତ୍ରରେ ସେ ଜାଗା ସ୍ଥାନ ବର୍ଜନ ଆଉ ଠିକ କଥା କହିଲେ ତ ମୁଁ ତ ଆଜ୍ଞା ମନେକର ମୁଁ ଅଫିସ ରେ ହିଁ କାମ କରୁଛି ଅଫିସ ରେ ହିଁ ସବୁ ଏଇ କାମ ହଉଛି ମୋର ହୁଁ ତ ପ୍ରଭୁ ହନୁମାନଜୀଙ୍କର କୃପାରୁ ମା ବଗଳାମୁଖୀଙ୍କ କୃପାରୁ ହୁଁ ଟିକେ ହଉଥିଲା ସେ ମୋ ଯେତିକି କଣ୍ଟା ବିଛଉଥିଲେ ଏବେ ସବୁ ଫୁଲ ହେଇଗଲାଣି। ବାସ୍ ଆଉ ହେଇତ ହଉଛି ଗଲାଣି ଆଉ ବାହ ବଢିଆ କଥା। ହନୁମାନଜୀ ମହାରାଜ ମୋର ପୁରା ପୁରୀ ବୁଢା ମୋ ଉପରେ ଆଶୀର୍ବାଦ କରିକି ଅଛି ହୁଁ ହୁଁ ଆଉ ମା ବଗଳାମୁଖୀ ହୁଁ ଯେତେବେଳେ ଯାହା କହିଛି ସେତେବେଳେ ସେ ଦେଇଛନ୍ତି ମତେ। ସେ ହନୁମାନ ବଗଳାମୁଖୀ ଇଏ ତ ସବୁ ତାନ୍ତ୍ରିକର କଥା। ମୁଁ ତ କହିପାରିବିନି ଆଜ୍ଞା ତାହେଲେ ହନୁମାନ ସେଇଟା ବଗଳାମୁଖୀ ତନ୍ତ୍ର ମାର୍ଗ ତମର। ମୁଁ ଆଜ୍ଞା ହନୁମାନ ମନ୍ଦିର କୁ ଯାଏ ଆଉ ମା ବଗଳାମୁଖୀଙ୍କର ମନ୍ତ୍ର ଯୋଉଠିକି ଯା ଶୁଣ ଆଜ୍ଞା ଯୋଉଠିକି ଯା ସେଇଟା ହଉଛି ତନ୍ତ୍ର ମାର୍ଗର ଜିନିଷ। ଓ ତନ୍ତ୍ର କୁ ଛାଡ ତନ୍ତ୍ର ନହେଲେ ସେକୁ କୁହନ୍ତି ଭୋଗ ମାର୍ଗର ଜିନିଷ ପ୍ରଭୃତି ମାର୍ଗର ଜିନିଷ ସେ ସବୁ। ଏଟା ଓ ନିବୃତ୍ତି ଜିନିଷ ନୁହେଁ
ଆମେ ଯୋଉ ଯଦି ସଂସାର ବନ୍ଧନରୁ ମୁକ୍ତି ପାଇବା ପାଇଁ ଚାହିଁବା ବା ନିବୃତ୍ତ ହବା, ଇଏ ଦିଟା ହଉଛି ପ୍ରବୃତ୍ତି ମାର୍ଗ ଜିନିଷ, ବୁଝିଲ ନା। ମୁଁ ତମକୁ ଗୋଟେ କଥା କହୁଛି ଶୁଣ, ହନୁମାନ ହଉଛି, ହନୁମାନଙ୍କୁ ତମେ ସ୍ମରଣ କଲେ ମସ୍ତିଷ୍କ ଚଞ୍ଚଳ ହବ, ସ୍ଥିର ହବନି। କାହିଁକିନା ଆମର ଗୋଟେ କଥା ନାହିଁ ନା, ମର୍କଟ ବୁଦ୍ଧି କି? ମର୍କଟ ବୁଦ୍ଧି ମାନେ ହନୁମାନ ହଉଛନ୍ତି ଭାରି ଚଞ୍ଚଳ, ଚଞ୍ଚଳ, ଦୃଢ ଆଉ ଚଞ୍ଚଳ। ତେଣୁ ମନ ସ୍ଥିର ହବନି ସେଥିରେ। ତେଣୁ ଯୋଗ ମାର୍ଗରେ ସେ ନୁହନ୍ତି। ଅବଶ୍ୟ ଆମେ କହୁନୁ ସେ ଠାକୁର ଖରାପ ଭଲ ମନ୍ଦ, ସେ ସବୁ ନୁହେଁ, କିନ୍ତୁ ସିଏ ଆମ ଯୋଗ ମାର୍ଗରେ ସେ ସବୁ ହଉଛନ୍ତି କଣ୍ଟା। ଦେଖନ୍ତୁ, ଆପଣ ତ ଆପଣଙ୍କର ସବୁ ବିଷୟ ୟୁଟ୍ୟୁବ ଦେଖିକି ମୁଁ ସବୁ ଜାଣି ସାରିଲିଣି ଆପଣଙ୍କ ବିଷୟରେ। ସେଇଟା ମୋର ଛୋଟ ମୁହଁରେ ବଡ କଥା ହେଇଯିବ। ଆପଣ ତ ସମ୍ପୂର୍ଣ୍ଣ ଭାବରେ ବଡ, ଆଉ ମୁଁ ହଉଛି ମୂର୍ଖଟା। ଆଉ ଦ୍ୱିତୀୟ କଥା, ସବୁଠୁ ବଡ କଥା ହେଲେ ଯେ ଯୋଉ ତନ୍ତ୍ର ମାର୍ଗ ଆଉ ଏଇ ଯୋଉ ମାର୍ଗ କହିଲେ ସାଧନା ମାର୍ଗ କଣ, ମୁଁ ଏରା କିଛି ଜାଣି ନାହିଁ। ଛୋଟ ପିଲା ବେଳେ ମରଣକୁ ଡରିବା କୁ ଦେଖିକି ମୁଁ ଗୁରୁ କରିଛି। ମୁଁ ଦୁଇଟି ଗୁରୁ କରିଛି। ତାପରେ କାହିଁକି ନା ଯୋଉଠି ମନ୍ତ୍ର ଜପ କଲେ ସେ ଭୂମିଟା କଣ 3 ଇଞ୍ଚ ନା କେତେ ଇଞ୍ଚ ନଷ୍ଟ ହେଇଯାଏ ନା ପାପ ହେଇଯାଏ, ପ୍ରଥମ। ଦ୍ୱିତୀୟ କଥା ହଉଛି, ମୁଁ ଯୋଉ ହିସାବରେ ଗୁରୁ ଚାହୁଁଥିଲି, ନିଃଶ୍ୱାସର ଗୁରୁ, ମୁଁ ମାନେ ଆପଣ ଯୋଉ ମାର୍ଗ କହୁଛନ୍ତି ସେଇ ମାର୍ଗରୁ ଗୁରୁ ମୁଁ ଏବେ ଆପଣଙ୍କୁ ପାଇଲି। ତ ସମ୍ପୂର୍ଣ୍ଣ ଭାବରେ ମୁଁ ଜାଣିନି କେମିତି କଣ କରିବି ବୋଲି। ଏବେ ମୁଁ ଚାହୁଁଛି ଯେ ଆପଣ ମତେ, ମୁଁ ତ ଯିବି ନିଶ୍ଚିତ ଭାବରେ, କିନ୍ତୁ ମୋର ଗୋଟେ ଜିନିଷ ହଉଛି ଏବେଠୁ ମୁଁ କଣ କରିବି ଯେମିତି ସେମାନେ ସନ୍ତୁଷ୍ଟ ରହିବେ, ଆଉ ମୁଁ ମୋର ଯେମିତି ଠାକୁର କାମ କରୁଛି ଏନି ଟାଇମ ରାମ ରାମ ଜପୁଛି, ଶ୍ରୀରାମ ଶ୍ରୀରାମ ଯାହାବି ମୁଁ ମୋର ଜପ କରୁଛି, ମୁଁ ଭାବିଛି ଯେ ଏଇଟା ସାତ୍ଵିକ ମାର୍ଗ ବୋଲିକି। ତ ଏବେ ମୁଁ କଣ କରିବି ଯେମିତି କି ସେମାନେ ସନ୍ତୁଷ୍ଟ ହେବେ, ମୁଁ ମୋର ଆଧ୍ୟାତ୍ମିକ ମାର୍ଗ ଆଉ ମୁଁ ମୋର ଆଗକୁ ବଢି ଚାଲିବି। ତମେ ତ 3ଟା କଥା ମତେ କହିଲ। ଏକ ହନୁମାନ, ବଗଲାମୁଖୀ, ରାମଚନ୍ଦ୍ର। ହଁ। ଏ 3 ଜଣ ହଉଛନ୍ତି ପରସ୍ପର ଅଲଗା। ଅବଶ୍ୟ ହନୁମାନଙ୍କ ଇଷ୍ଟ ହଉଛନ୍ତି ରାମଚନ୍ଦ୍ର, ହେଲେ ହନୁମାନ ଆଉ ରାମଚନ୍ଦ୍ର ଆଉ ବଗଲା ଏଇ 3 ଜଣ ହଉଛନ୍ତି 3ଟା ଦେବୀ, 3ଟା ଦେବାଦେବୀ। ସେମାନଙ୍କର 3 ପ୍ରକାରର କାମ, ବୁଝିଲ। ଆମ ଗୁରୁ କହିଲେ, ହୃଦୟ ଭଜିଲେ ରାମ ରାମ, କ୍ରମେ ସେ ତୁଟି ଯିବ ଭ୍ରମ, ଉଦୟ ହୋଇବ ଜ୍ଞାନ କଢି, କ୍ରମେ ସେ ମେଲିବ ପାଖୁଡି, ଜ୍ଞାନରେ ଜିଣିବୁ ମରଣ, ଧ୍ୟାନରେ ଧ୍ୟାଇବୁ ଚରଣ, ଭକ୍ତିରେ ଅନାହତେ ପଶି, ହେବ ପରମ ବିନାଶୀ। ବୁଝିଲ। ତେଣୁ ରାମ ନାମର ମହିମା ଏତେ, କିନ୍ତୁ ସେଟା ସଦ୍ଗୁରୁ ଦତ୍ତ ନାମ ହବା ଦରକାର। ଗୋଟିଏ ହୋମିଓପାଥି ଗୋଲି, କିନ୍ତୁ ମେଡିସିନ ଭିନ୍ନ ଭିନ୍ନ। ଠିକ ଆଜ୍ଞା। ମୁଁ କହିଦଉଛି, ଆପଣ ଗୋଟେ ଭଲ କଥାଟେ କହିଲେ। ଆପଣ ଯାହା ପ୍ରତିଟି ମୋର ଶବ୍ଦର ଯୋଉ ଇଏରେ, ସେ ପ୍ରତିଟି ସେ ବାକ୍ୟରେ ଆପଣ ବିଭାଜନ କରୁଛନ୍ତି, ମୁଁ ଜାଣିନଥିଲି। ରାମ, ହନୁମାନ ଆଉ ମା ବଗଳାମୁଖୀ ଅଲଗା ଅଲଗା। କହିବାର ଅର୍ଥ ହଉଛି, ମୁଁ ରାମ ଏନି ଟାଇମ ରାମ ରାମ ଜପେ, ଗାଡିରେ ଗଲା ବେଳେ ହନୁମାନ ଚାଳିଶା କରେ, ଆଉ ବିପଦ ସଙ୍କଟ ପଇଲେ, ଶତ୍ରୁ ମାନେ ହଇରାଣ କଲେ, ମୁଁ ସେତେବେଳେ ମା ବଗଳାମୁଖୀଙ୍କର ଜପ କରେ। ଏଇଟା ହଉଛି କଥା, କିନ୍ତୁ ଏନି ଟାଇମ ମୁଁ ରାମ 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 ହୁଏ। ଗୋଟେ କଥା ଶୁଣ, ଗୋଟିଏ ଦେବତା ସବୁ ଦବ। ଆଜ୍ଞା। ଗୋଟିଏ ଠାକୁରଙ୍କୁ ଡାକିଲେ ସବୁ ପ୍ରକାରର କାମ ସିଦ୍ଧ ହେଇଯିବ। ବୁଝିପାରିଲେ ନା। ମୁଁ ବୁଝେଇ ଦଉଛି। ଜବାନ ଅର୍ଥ ଉଦପାନେ, ସର୍ବତ ସଂପ୍ଲୁତ ଦୋକେ, ତାବାନ ସର୍ବେ ସୁବେ ଦେଶୁ, ବ୍ରାହ୍ମଣ୍ୟସ୍ୟ ବିଜାନତଃ, ଯେତେ କାର୍ଯ୍ୟ କୂପ ତଡାଗେ, ତେତେ ବିସ୍ତୀର୍ଣ୍ଣ ହ୍ରଦେ, ତେସନେକ ବ୍ରହ୍ମ ଜ୍ଞାନୀର, ଲାଭ ଯା ସର୍ବ ବେଦେ। ଅର୍ଥାତ୍ ଯେ କୂଅ, ପୋଖରୀ, ଜଳାଶୟ ଇତ୍ୟାଦି ସବୁଥିରେ ଯୋଉ ଯୋଉ କାମ ହଉଛି, ଗୋଟେ ସମୁଦ୍ରକୁ ଚାଲିଦେଲେ ଏକାଥରେ ସବୁ କାମ ସାଧିତ ହେଇଯିବ। ଠିକ ସେଇଭଳି ସବୁ ବେଦରୁ ଯୋଉ ଯୋଉ ଫଳ ମିଳିବ, ଜଣେ ବ୍ରହ୍ମବାଣୀ ପାଖକୁ ଚାଲିଗଲେ ସେଗୁଡାକ ସବୁ ଏକାଥରେ ସବୁ ଫଳ ମିଳିଯିବ। ଗୀତା କହୁଛି, ଗୀତାର ଶ୍ଳୋକ ଏଟା। ତେଣୁ ସେଇଭଳି ପ୍ରକାରର ଆମେ ହଜାରେ ଦେବତାଙ୍କୁ ଧରିବା ଅପେକ୍ଷା ଗୋଟିଏ ଠାକୁରଙ୍କୁ ନିକଟେଇ ଧରିଲେ ତା ଠାରୁ ସବୁ କିଛି ଫଳ ମିଳିବ। ବୁଝିପାରୁଛ ନା। ତମେ କହୁନା, ରାମଙ୍କ ଆଦେଶ କଣ ହନୁମାନ କାଟି ପାରିବ ନା? କିନ୍ତୁ ହନୁମାନ ଆଦେଶ ରାମଚନ୍ଦ୍ର କାଟି ପାରନ୍ତି।
ହଁ ତେଣୁ ସେଇଭଳି ପ୍ରକାରର କଥା ଯେ ମୂଳକୁ ଧରିଲେ ଡାଳ ଗୁଡାକ ଆଉ କିଛି ହେଇପାରିବ, କିଛି ଦରକାର ନାହିଁ ସେଗୁଡାକ ସବୁ। ଆଜ୍ଞା ମୂଳରେ ପାଣି ଦେଲେ ତ ଡାଳ ଗୁଡାକ ସବୁ ପାଇଯିବେ। ସେଇଥିପାଇଁ ମୂଳ ଠାକୁରଙ୍କୁ ଧର, ସବୁ ଗୁଡାକ ସେଇଥିରୁ ସବୁ ଯୋଉ ଠାକୁରଙ୍କୁ ଆମର ନାହିଁ ଗୋଟେ କଥା ଅଛି ସର୍ବଦେବ ନମସ୍କାର କେଶବଂ ପ୍ରତି ଗଚ୍ଛତି। ତେଣୁ ସବୁ ଦେବତାଙ୍କର ନମସ୍କାର କେଶବ ପାଖକୁ ଯାଉଛି। ଆଉ ଯଦି କେଶବ ପାଖକୁ ଯାଉଛି ଆଉ କେଶବକୁ ଯଦି ଧରିବି ସବୁ ଦେବତା ପାଇଯିବେନି ନା ଆଜ୍ଞା ଅଟୋମେଟିକ। ମୋ କଥା କ୍ଲିୟର ହୁଅ କଥାଟା ଉପରେ। ତେଣୁ ଗୋଟେ କଥା ହଉଛି ନାଇଁ ମୂଳ ରୁଟ ଟାକୁ ଧଳ, ମୂଳ ଠାକୁରକୁ ଦେବତାକୁ ଧର ଯାହା ଦ୍ୱାରା ଆମେ ମୁକ୍ତି ମାର୍ଗ ପାଇବା। ମୁକ୍ତି ମାର୍ଗକୁ ଗଲେ ଏଇ ମାର୍ଗ ଗୁଡା ସବୁ ବଳେ ବଳେ ଆପେ ଆପେ ତମର ହେଇଯିବେ, ତମର ପାଖେଇ ଆସିବେ। ଓକେ। ଆପଣ ଖାଲି କହୁଛନ୍ତି ଯେ ମୁକ୍ତି ମାର୍ଗ କେବଳ ହିଁ ଗୁରୁଦେବ ହିଁ ଦେଇପାରିବେ, ଆ ଭିତରେ ଅନ୍ୟ କେହି ଦେଇପାରିବେ ଏବଂ ଦେଇପାରିବେନି। ମୁକ୍ତି ମାର୍ଗରେ ହିଁ ସବୁ କଥା କି ପ୍ରାପ୍ତି ହେଇପାରିବ। ଠିକ ଅଛି। ଆମର ତନ୍ତ୍ରରେ 6 ପ୍ରକାର କାମ ଅଛି। ସ୍ତମ୍ଭ ଅନଙ୍ଗ ମୋହନଙ୍ଗ ଚୈବ ବସ୍ୟମୁଚାଟନଂ ତଥା ଶାନ୍ତି କର୍ମ ମାରଣଞ୍ଚ ଷଟ୍କର୍ମ କଥିତଂ ବୁଧେଇ। ଆମର ଯୋଉ ତନ୍ତ୍ରରେ ଲେଖା ହେଇକି ଅଛି ବୁଝିଲେ କି, ଏଇ ଯୋଉ 6ଟା ପ୍ରକାରର କର୍ମ ଆମେ ସେଥିରେ ଅଛି। ଏକା ଯଦି ଭଗବାନ ଶ୍ରୀକୃଷ୍ଣଙ୍କୁ ଯଦି ଧରିବା, କୃଷ୍ଣଙ୍କ କଳା ଯଦି ଆମ ଠି ପ୍ରତିଫଳିତ ହବ, ବୁଝିପାରିଲ, ଇଏ ସବୁ ପ୍ରକାର 6 ପ୍ରକାର କାମ ହେଇଯିବ। କ୍ଲିଙ୍ଗ ବୀଜ କୃଷ୍ଣଙ୍କର, ଆଜ୍ଞା କୃଷ୍ଣଙ୍କର ମୂଳ ବୀଜ କିଏ ସେ କ୍ଲିଙ୍ଗ ନା। ଆଜ୍ଞା କ୍ଲିଙ୍ଗ ଟାକୁ ବିଶ୍ଳେଷଣ କର, କ ଳ ଦୀର୍ଘେଇ ନାଦ ବିନ୍ଦୁ 5ଟା ହେଲା। ଆଜ୍ଞା ଆଚ୍ଛା, କ ଅର୍ଥ ହଉଛି ଜଳ, ଳ ଆଜ୍ଞା ଅର୍ଥ ହଉଛି ପୃଥିବୀ, ଦୀର୍ଘଇ ଅର୍ଥ ହଉଛି ଅଗ୍ନି, ନାଦ ଅର୍ଥ ହଉଛି ବାୟୁ, ବିନ୍ଦୁ ଅର୍ଥ ହଉଛି ଆକାଶ। ତାକୁ କୁହାଯାଏ ପଞ୍ଚଭୂତ। ତେଣୁ କ୍ଲିଙ୍ଗ ବୀଜକୁ ଯଦି ଆମେ ସ୍ମରଣ କରିବା, ପଞ୍ଚଭୂତମୟ ଶରୀରକୁ ସେ ଏକା ବେଳକେ ଆକର୍ଷଣ କରିବ। ସେଇ କ୍ଲିଙ୍ଗ ବୀଜକୁ ଭଗବାନ ଶ୍ରୀକୃଷ୍ଣ ତାଙ୍କ ବଂଶୀରେ ଉଚ୍ଚାରଣ କରୁଥିଲେ ଯମୁନା କୂଳରେ। ଯେତେବେଳେ କ୍ଲିଙ୍ଗ ବୀଜକୁ ସେ ଉଚ୍ଚାରଣ କରନ୍ତି, ସେ ବୀଜର ପ୍ରଭାବ ସବୁ ଗୋପୀ ମାନଙ୍କ ହୃଦୟରେ ଆନ୍ଦୋଳିତ ହୁଏ। ସେମାନେ ଆକର୍ଷିତ ହେଇକରି ପରସ୍ପର ସିଧାସଳଖ ଯାଇକି ଯମୁନା କୂଳରେ ପହଞ୍ଚନ୍ତି। ଏଟା କ୍ଲିଙ୍ଗ ବୀଜର କାମ। ଆଉ ଯଦି ଏଇଟା କ୍ଲିଙ୍ଗ କି କୁହାଯାଏ ଆକର୍ଷଣ ବୀଜ, ଆକୁ କାମ ବୀଜ ବୋଲି କି କୁହାଯାଏ। ତେଣୁ ଏ ଗୋଟେ ବୀଜରେ ଯଦି ଏତେ କାମ, ଗୋଟେ ବୀଜକୁ ସାଧନା ସବୁ ହେଇଯିବ। ଭଗବାନ ଶ୍ରୀକୃଷ୍ଣଙ୍କୁ ବି ଭଗବାନ ଶ୍ରୀକୃଷ୍ଣଙ୍କ ସାନ୍ନିଧ୍ୟ ବି ମିଳିପାରିବ ଗୋଟେ ବୀଜରୁ। ଏଟା ହଉଛି ଜପ କଥା ମୁଁ କହୁଛି, ସୂତ୍ର କଥା କହୁନି। ଆଜ୍ଞା ତେଣୁ ଏଇ ସବୁ ଜପ ମପ ହେନ ତେନ ଏଗୁଡା ସବୁ ହଉଛି ପ୍ରଥମ ଶ୍ରେଣୀ ପାଠ। ୟାର ଉଚ୍ଚତର ପାଠ ହଉଛି ତମର କଣ ଯେ ତମର ପ୍ରାଣ ସାଧନା ହେଲା। ତେଣୁ ଯୋଉ ପ୍ରାଣ ନିଶ୍ୱାସ ପଶିଛି, ତମେ ଜନ୍ମ ହେଇଛ, ନିଶ୍ୱାସ ବାହାରିଗଲେ ତମେ ମରିଯିବ। ତେଣୁ ଜନ୍ମ ମୃତ୍ୟୁ ଖବର ଯୋଉ ପବନ ଦଉଛି, ସେ ପବନ ଟାକୁ ଯଦି ଧରିବା ଆମେ ତ ସବୁ ପାଇଯିବା। ଜଣେ ହନୁମାନ ସାଧକ ମୋ ପାଖକୁ ଆସିଲେ, ଗୋଟେ ନଈ କୂଳରେ ଗୋଟେ ଛୋଟ ଘର ମୁଁ କରିଥାଏ, ସେ ଘର ପାଖରେ ବସିଥାଏ, ନଈରେ ଭରା ପାଣି। ହନୁମାନ ସାଧକ କେତେ ଜଣ ଶିଷ୍ୟଙ୍କୁ ନେଇକି ମୋ ପାଖକୁ ଆସିଲେ। ଦିନେ ସେତେବେଳେ 4ଟା 5ଟା ବେଳେ ହବ। ଖଣ୍ଡେ ଆସନ ସପ ଖଣ୍ଡେ ପକେଇଦେନି, ସେ ବସିଲେ ସେ ଯୋଉ ଘରେ, ମୁଁ କଟ ଉପରେ ବସିଛି। ସେଠୁ ପଚାରିଲେ, ମୁଁ କହିଲି ତମର ଇଷ୍ଟ କିଏ? ନା ମୋ ଇଷ୍ଟ ହଉଛି ହନୁମାନ, ମୁଁ ହନୁମାନଙ୍କୁ ସାଧନା କରିଛି। ମୁଁ କହିଲି ତୋ ବାପାକୁ ମୁଁ ସାଧିଛି। ଏଉଠୁ ସିଏ କଣ କଲା ନା ରାଗିଗଲା। ଯେମିତି ରାଗିଗଲା, ମୁଁ କହିଲି ହଁ 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 ରାଗୁଛୁ କାହିଁକି, ଶୁଣ ହନୁମାନର ବାପା କିଏ? ନା ହନୁମାନ ବାପା ହଉଛି ପବନ। ଆଉ ତୋର ହନୁମାନ ସାଧନା ହେଲେ ମୋର ପବନ ସାଧନା। ଆଉ ତୋ ବାପାକୁ ମୁଁ ସାଧିଲି ନାହିଁ। ଏକଦମ ଚୁପ। କଣ ବୁଝିପାରିଲେ ନା? ତେଣୁ ଆଜ୍ଞା ବାୟୁ ସାଧନାରୁ ସରିଛି ପାଠ, ତୁଳସୀ ଗଛରୁ ସରିଛି କାଠ, ହରଣ ଗୁଣାଣ ଫେଡାଣ ମିଶା, ଆଉ ସବୁ ପାଠ ଫସର ଫସା, ଦୃଷ୍ଟି ଯେବେ ଥିବ ନାକ ଦଣ୍ଡେକେ, ଆଉ ସବୁ ପାଠ ମଳ କାଣ୍ଡେକେ। ବୁଝିଲ? ନାକ ଦଣ୍ଡିକି ଯଦି ଦୃଷ୍ଟି ଥିବ, ଆଉ ସବୁ ପାଠ ଡଷ୍ଟବିନ୍ କି ଫୋପାଡ଼ି ଦିଅ। କୌଣସି ପାଠ ଦରକାର ନାହିଁ, ସବୁ ଗୁଡାକ ଡଷ୍ଟବିନ୍ କି ଅଯଥା। କେବଳ ନାକ ଦଣ୍ଡିକି ଦୃଷ୍ଟି ପାଇଲେ ତମେ ପାଇବ ଯଥା ଜ୍ଞାନ ପାଇବ, ଆଉ ଅନ୍ୟ ଗୁଡାକ କିଛି ଦରକାର ନାହିଁ। ଆଉ ତେଣୁ ଏଇଟା ଯଦି ଦୟାନିଧି ପର, ଏଇଟା ହଉଛି ବ୍ରହ୍ମ ଅବଧୂତ ଠାକୁର, ସେ ଦୟାନିଧି ପରମଦେବଙ୍କର ମୁଖ ନିଃସୃତ ବାଣୀ। ଯଦି ଏଇଟା ଠିକ, ତାହେଲେ ଆମେ କାହିଁକି ଏତେ ବାଟକୁ ଯିବା? ଆଜ୍ଞା ଆକୁ ଧରିବା ତାକୁ ଧରିବା, ବଗଳାମୁଖୀ ପୂଜା କରିମି, ଛିନ୍ନମସ୍ତା ପୂଜା କରିମି, ହନୁମାନଙ୍କୁ ପୂଜା, ଏଗୁଡା ସବୁ ସାକାର ମୂର୍ତ୍ତି। ବୁଝିପାରିଲ? ଏଗୁଡା ସବୁ ସାକାର ସାଧନା। ତାକୁ ଛାଡିକି ତମେ ନିରାକାରକୁ ଯାଅ। ନିଶେଷ ହୋଇଛି ଆକାର ଯାହାର, ସେ ନିରାକାର। ଆଜ୍ଞା ଯାହାର ଆକାର ନିଶେଷ ହେଇଯାଇଛି, ଯୋଉ ପରମ ବ୍ରହ୍ମଙ୍କର, ତାଙ୍କୁ କୁହାଯାଏ ନିରାକାର।
ନିରାକାର ସାଧନା କରିବ। ଅବଶ୍ୟ ସାକାରଙ୍କୁ ଧରିକି ନିରାକାର କୋଉ ସାକାର? ଧ୍ୟାନ ମୂଳଂ ଗୁରୁର୍ମୂର୍ତ୍ତି, ପୂଜା ମୂଳଂ ଗୁରୁର୍ପଦମ୍, ମନ୍ତ୍ର ମୂଳଂ ଗୁରୁର୍ବାକ୍ୟମ୍, ମୋକ୍ଷ ମୂଳଂ ଗୁରୁର୍କୃପା। ଧ୍ୟାନ ମୂଳ ତୁମ ମୂରତି, ପୂଜା ମୂଳ ଚରଣ, ମୋକ୍ଷ ମୂଳ ତୁମ କରୁଣା, ମନ୍ତ୍ର ମୂଳ ବଚନ, ଜଳ ହୋଇ ମଳ ଦୂରେଇ, ଦିଅ ହୃଦରୁ ମୋର, ଜଞ୍ଜାଳ ଜଳାଇ ସେବିବି, ଯେନେ କଞ୍ଜ ପୟର। ଭକ୍ତି କର, ଭକ୍ତି ଦ୍ୱାରା ହିଁ ସବୁ ଆସିବ, ବୁଝିଲ। ଏକାକ୍ଷର କଞ୍ଜ ଚରଣ, ଦୁଇ ଧୌତ କରି, ବହେ ସରସ୍ୱତୀ ଯମୁନା, ଗଙ୍ଗା ନାମକୁ ଧରି, ଅଣାକ୍ଷର ପଦ୍ମ ହୋଇଛି, ଚୌପାଶରେ ଉଭା, ସହସ୍ରାର ପଦ୍ମ ମସ୍ତକେ, ଛତ୍ର ସମ ପ୍ରତିଭା। କଣ ବୁଝିପାରିଲ ନା? ତେଣୁ ହଂସ ପୁଷ୍ଟେ ବସି ସୁନ୍ଦର, ଦିଶ ପରମହଂସ, ହସି ହସି ଭବ ସାଗର, ଜଳ ମଧ୍ୟରେ ଭାସ, ଦକ୍ଷିଣ ହସ୍ତରୁ କରୁଣା, ନିଶି ଦିବସ ଝରେ, ସୁମଧୁର ମୃଦୁ ବଚନ, ଶୁଣି ଭକତ ଝୁରେ। ତେଣୁ ଗୁରୁଙ୍କୁ ପ୍ରୀତି କର, ଗୁରୁଙ୍କୁ ଭକ୍ତି କର, ତାଙ୍କ ଆଶୀର୍ବାଦ ଦେଲେ ସବୁ ହେଇବେ, ବୁଝିପାରିଲ। 33 କୋଟି ଦେବତାଙ୍କର ମୂଳ ହଉଛନ୍ତି ଭଗବାନ, ହେଲା। ଭଗବାନଙ୍କର ମୂଳ ହଉଛନ୍ତି ଗୁରୁ। ତେଣୁ ଗୁରୁଙ୍କୁ ସେବିଲେ ଜ୍ଞାନ ପ୍ରକାଶିବ, ଗୁରୁ ଦି ଅକ୍ଷର ସଂସାର ସାର, ଭଜ ମନ ଗୁରୁ ପୟର। ତେଣୁ ତମେ ପ୍ରକୃତ ସଦ୍ଗୁରୁ ଧର, ଏ ସବୁ ବାଚଳାମୀ କଥା ଛାଡ। ଏ ଆକୁ ପୂଜିମି, ଚିହ୍ନମସ୍ତା ପୂଜିମି, ବଗଲାମୁଖୀ ପୂଜିମି, ହନୁମାନ ପୂଜିମି, ରାମଚନ୍ଦ୍ର ପୂଜିମି, କୃଷ୍ଣଚନ୍ଦ୍ର ପୂଜିମି। ଯେତେବେଳେ ଦ୍ରୌପଦୀ ଯାଇକି କୁରୁସଭାରେ ପହଞ୍ଚିଲେ, ସେ ଗୋଟିଏ ଠାକୁରଙ୍କୁ ଡାକିଥିଲେ, ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ହିଁ ଡାକିଥିଲେ। ହେଲେ କଣ ଭିନ୍ନ ଭିନ୍ନ ନାମରେ ଡାକିଲେ। ଯୋଉ ନାମରେ ଡାକିଲେ ଭଗବାନ ସେ ରୂପ ଧରିକି ଆସିଲେ। କେଶବ ରୂପ ଡାକିଲେ, କେଶବ ରୂପ ଡାକିଲେ ମାଧବ। ପୁଣି କେଶବ ରୂପ ବଦଳି ପୁଣି ମାଧବ ରୂପ ଧରିକି ଆସିଲେ, ଡାକିଲେ ନା ଜନାର୍ଦ୍ଦନ। ଏମିତି ଯେତେବେଳେ ଗୋଟେ ଗୋଟେ ରୂପଟା ସେ ବଦଳିକି ଆସୁ ଆସୁ ଆଙ୍କର ତ ଡେରି ହେଇଯାଉଛି ନା। ତେଣୁ ଲାଷ୍ଟକୁ ସେ କହିଲେ ନା ନିରାଶ୍ରୟ ମାଙ୍ଗ ଜଗଦୀଶ ରକ୍ଷ। ଯେତେବେଳେ ଗୋଟିଏ ନାଁରେ ଡାକିଲା ସେ ଦ୍ରୌପଦୀ, ସେତେବେଳେ ସେ କଣ ଗୋଟିଏ ରୂପ ଆସିକି ଦେଖାଦେଲେ। ସେଇଥିପାଇଁ ଏକାକାର, ଏକାଧାର, ଏକାଗାର, ଏକ ଠାର କଲେ ଯାଇକି ପାଇବ ଗୁରୁ ବିଚାର, ବୁଝିଲେ କି। ଏକ ଦେବା ଏକ ସେବା, ଅନ୍ୟ ଦେବା ଏଟାର ପ୍ରୟୋଜନ କଣ ଅଛି? କିଛି ନାହିଁ। ଆପଣଙ୍କର ୟୁଟ୍ୟୁବରୁ ଯେତିକି ମୁଁ ଜାଣିଲି, ଶୁଣିଲି, ସେଇଟା ହଉଛି ମାନେ କଣ ଅମୂଲ୍ୟ। ଆଉ ମୁଁ ଯୋଉ ଯେ ପର୍ଯ୍ୟନ୍ତ ଥିଲି, ଆଜି ଠାରୁ ପୂର୍ବରୁ ଯାହା ଥିଲି, ବହୁତ ସାଧୁସନ୍ଥ ମାନଙ୍କ ସହିତ ମୁଁ ମିଶିଛି। ମୁଁ ସେଇମାନଙ୍କର ହିଁ କର୍ମ କରୁଥିଲି। ମୋର କୌଣସି କର୍ମ ନାହିଁ, କାହିଁକି ନା ମୁଁ ଯାହା ବି କରେ, ପ୍ରଥମ ହଉଛି ବଡ ଲୋକମାନଙ୍କଠୁ ପଚାରେ, ଦ୍ୱିତୀୟ ହଉଛି ବ୍ରାହ୍ମଣ ମାନଙ୍କଠୁ ପଚାରେ, ତୃତୀୟ ହଉଛି ଯୋଉ ସାଧୁ ସନ୍ନ୍ୟାସୀ ମାନଙ୍କଠୁ ପଚାରେ। ମୋ ସାଧୁ ସନ୍ନ୍ୟାସୀ ମାନଙ୍କ ଠାରୁ ଯାହା ବି ମୁଁ ପାଇଛି, ଆପଣ ସିନା ଏବେ ମୋ ସହିତ, ମୁଁ ଆପଣଙ୍କ ସହିତ ଇଏ ହେଲି, ସେମାନଙ୍କର ପ୍ରତିଟି କଥା, ଖାଇବା ପିଇବା, ଚଳିବା, ଭଜନ କରିବା, ଧ୍ୟାନ କରିବା, ଜପ କରିବା, କିଛି ନହେଲେ ନାହିଁ ମନ୍ଦିରକୁ ଯିବା, ମୁଁ କେବଳ ସାଧୁସନ୍ଥ ମାନଙ୍କଠୁ ଶିଖିଛି। ମୋ ବୁଢାବାପା ସେବା ଦଉଥିଲେ ରଘୁନାଥ ମନ୍ଦିରରେ, ମୋର ତାପରେ ମୋ ଦାଦା ସେବା ଦଉଛନ୍ତି ରଘୁନାଥ ମନ୍ଦିରରେ, ସବୁ ସାଧୁସନ୍ଥ ମାନଙ୍କର କରୁଛି। ଆଉ ମୁଁ ଏବେ ସେବା ଦଉଛି ମୋର ସବୁ ମନ୍ଦିର, ଯୋଉଠି ସାଧୁସନ୍ଥ ମାନଙ୍କର ହେଲା ମୁଁ ସେଇଠି ମୋର ସେବା ଦିଏ। ତ କହିବାର ଗୋଟିଏ ଜିନିଷ ହଉଛି, ଆପଣ ଯାହା ବି କହିଲେ ସେଇଟା ମୁଁ ପାଇନଥିଲି, ଏବେ ଆପଣଙ୍କଠୁ ପାଇଲି। ଗୁରୁର ମହତ୍ଵ ମୁଁ ଜାଣିଥିଲି, କିନ୍ତୁ ସେମିତିଆ ଗୁରୁଟେ ମୁଁ ପାଉନଥିଲି।
ये हूँ प्रथम द्वितीय कथा हूँ कौन जे एबे मु आपनको पाखକୁ ଯିବା ପର୍ଯ୍ୟନ୍ତ ଆପଣ ଗୋଟେ ମନ୍ତ୍ର ଦେଇଥିଲେ ଓಂ କ୍ଲିଂ ଗୁରୁଦେବ କଣ ଗୋଟେ ଦେଇଥିଲେ ସେ ମନ୍ତ୍ରଟା ଜପ ଆଜ୍ଞା ଆଉ କଣ ଖିଆଲ ଅଛି ହଁ ଯେ ମୁଁ ଏବେ ସେ ପର୍ଯ୍ୟନ୍ତ ମୋର ମନଟାକୁ ସ୍ଥିର କରିବା ପାଇଁ ମୁଁ ତ ରାତି 4ଟାରୁ 3ଟା 5ଟାରୁ କୋଉ 3 ଦିନ କରିଦଉଛି ଦିନେ ଶୋଇପଡୁଛି 3 ଦିନ କରିଦଉଛି ଦିନେ ଶୋଇପଡୁଛି ତାପରେ ଯେତେବେଳେ ବି ଆପଣଙ୍କ ଯୋଉ ଜିନିଷ ଶୁଣିଲିଣି ମୁଁ ଯୋଉଠି ବସେ 3 ମିନିଟ୍ ହଉ 1 ମିନିଟ୍ ହଉ 15 ସେକେଣ୍ଡ ମୋର କାମ ଚାଲିଛି। ମୁଁ ଟିକେ ବ୍ୟସ୍ତ ଅଛି ପଛରେ କେତେବେଳେ କଥା ହବା।